ଛୋଟ ଛୋଟ ପିଲାମାନେ ଆଜି ପୁଣି ଗପ ଶୁଣିବା। ପାଠପଢ଼ା ସାରି ଖାଇସାରିଲା ପରେ ଶୋଇବା ପୂର୍ବରୁ ଗପ ଶୁଣିଲେ ଭଲ ନିଦ ହୁଏ। ଠିକ୍ ଅଛି, ତାହେଲେ ଆଜିର ଗପ ଆରମ୍ଭ କରିବା। ଥରେ କ'ଣ ହେଇଛି ନା, ଗୋଟେ ଗାଁଟିଏ ଥିଲା। ସେ ଗାଁ ପାଖାପାଖି ଗୋଟେ ଛୋଟ ଜଙ୍ଗଲଟେ ଥିଲା। ଛୋଟ ମାନେ ଅତି ଛୋଟ। ସେ ଜଙ୍ଗଲଟିରେ ଛୋଟ ଛୋଟ ଗଛ ସବୁ ଥିଲେ, ବେଶୀ ବଡ଼ ଘଞ୍ଚ ଜଙ୍ଗଲ ନଥିଲା। ତେଣୁ ହିଂସ୍ର ଜନ୍ତୁ, ବାଘ ଭାଲୁ ଏସବୁ କେହି ରହୁନଥିଲେ। ଛୋଟ ବିଲୁଆ, କୋକିଶିଆଳ, ଠେକୁଆ ଏମିତି ଛୋଟିଆ ଛୋଟିଆ ଜୀବ ଟିକେ ରହନ୍ତି ଆଉ। ହେଲେ କ'ଣ ହେଇଛି ନା, ସେ ଜଙ୍ଗଲ ପାଖରେ ଗୋଟେ ପୋଖରୀଟେ ବି ଥିଲା। ତ ସେ ଜଙ୍ଗଲ ପୋଖରୀ ମଝାମଝି ଉର୍ବର ଜାଗାରେ ସବୁ ବହୁତ ପିମ୍ପୁଡ଼ି ସବୁ ବାସ କରୁଥିଲେ। ପିମ୍ପୁଡ଼ି ମାନେ ମାଟି ଖୋଳିକି ମାଟି ଭିତରେ ଗାତ କରି ରୁହନ୍ତି। ବିଭିନ୍ନ ଖାଦ୍ୟ ଶସ୍ୟ ଯୋଉଠୁ ସବୁ ଆଣିକି ରଖନ୍ତି, ତମେମାନେ ଦେଖିଥିବ। ଇଭେନ୍ କୋଉଠି ଯଦି ମରିଗଲା କୋଉ କୀଟ ପତଙ୍ଗ କହିଲେ ବି ତାକୁ ବି ବଡ଼ି ପାର୍ଟ ପାର୍ଟ ସବୁ ଅଲଗା କରିକି ନେଇକି ରଖନ୍ତି ଭିତରେ। ପିମ୍ପୁଡ଼ି ସେଇଥିପାଇଁ ଭାରି କର୍ମଠ, ସବୁବେଳେ ସେ କାମରେ ଲାଗିଥାଏ। ଦିନ ରାତି ଯେତେବେଳେ ଦେଖିବ ତମେ ଘରେ ବି କୋଉଠି ଯଦି ଖାଦ୍ୟ ଟିକେ, ଚିନି ଟିକେ, ମିଠା ଟିକେ କ'ଣ ପଡ଼ିଯାଇଛି, ପିମ୍ପୁଡ଼ି ଦଳ ସାଙ୍ଗେ ସାଙ୍ଗେ ଲାଗିଯିବେ। ତେଣୁ କଥାରେ ଏମିତି କହନ୍ତି ଯେ ପିମ୍ପୁଡ଼ି ଭଳି କାମ କରୁଛି ଲୋକଟା। ମାନେ ଦିନ ରାତି ସେମାନେ କାମ କରନ୍ତି ଖାଲି। ହେଲେ କ'ଣ ହେଇଛି ନା, ସେ ପିମ୍ପୁଡ଼ି ମାନେ ଯୋଉ ସବୁ ଜାଗାରେ ରହୁଥିଲେ, ସେ ପାଖାପାଖି ସବୁ ଛୋଟ ଛୋଟ ଘାସ ବୁଦା ଏସବୁ ଥିଲା। ସେଠି ସବୁ ଗୁଡ଼ାଏ ଝିଣ୍ଟିକା ମଧ୍ୟ ରହୁଥିଲେ। ଝିଣ୍ଟିକା ଦେଖିଥିବ, ଗ୍ରୀନ୍ ଗ୍ରୀନ୍ ଝିଣ୍ଟିକା ସବୁ ଡେଁନ୍ତି, ରାତିରେ ଝିଁ ଝିଁ ହୁଅନ୍ତି। ସବୁ ଛୋଟ ଛୋଟ ଗଜା ସବୁ ଗଛର ଅଗ ସବୁ ଖାଆନ୍ତି, ସେମାନେ ଥାଆନ୍ତି। ତାଙ୍କର ଆକୃତି, ତାଙ୍କ ପାଦ ଗୁଡ଼ାକ ଭାରି ଶୁଙ୍କ ଶୁଙ୍କ ହେଇକି ଲାଗେ, ଦେହରେ ବାଜିଲେ କଣ୍ଟା କଣ୍ଟା ଲାଗେ। ସେମାନେ ଏତେଟା ଡେଞ୍ଜର ନୁହଁ ମଣିଷ ପାଇଁ, କିନ୍ତୁ ଅକଡ଼ ଲାଗେ, ଭଲ ଲାଗେନି। ହେଲେ ସେଇ ଝିଣ୍ଟିକା ଗୁଡ଼ାକ ସବୁବେଳେ ଝିଁ ଝିଁ ହେଇକି ଗୀତ ଗାଇବେ, ଆରାମସେ ଖାଇ ପିଇକି ବୁଲୁଥିବେ। ଡାଳ ପତ୍ର ଅଗ, ବିଭିନ୍ନ ଛୋଟ ଛୋଟ ଗଛର ଅଗ ଗଜା ବାହାରୁଥିବ, ତା ଅଗଟା ସେମାନେ ଖାଇଦେବେ, ଗଛଟି ମରିଯିବ। ତ ସେ ପିମ୍ପୁଡ଼ି ମାନେ ଏତେ କାମ କରିବା ଦେଖିକି ଥରେ କ'ଣ ହେଇଛି ନା, ଏ ଯୋଉ ଝିଣ୍ଟିକା ମାନଙ୍କର ଜଣେ ବଡ଼ ଝିଣ୍ଟିକାଟେ ପିମ୍ପୁଡ଼ିକି ଡାକିଲା, କହିଲା, ଆରେ ପିମ୍ପୁଡ଼ି ଭାଇ, ଆସୁନ ଟିକେ ସାଙ୍ଗ ହେଇକି ବୁଲିବା। ପିମ୍ପୁଡ଼ି କହିଲା, ହାଁ, ଏବେ କ'ଣ ବୁଲିବା ସମୟ? ଦେଖୁଛୁ କେତେ କାମ ପଡ଼ିଛି, ଖାଦ୍ୟ ସବୁ ନେଇକି ସାଇତିକି ରଖିବାକୁ ପଡ଼ିବ ନା ଆମ ଘରେ। ନା ଆରେ ଏଇଟା ଶରତ ଋତୁ ଚାଲିଛି, କେଡ଼େ ସୁନ୍ଦର ଚାରିଆଡ଼େ ଅଳ୍ପ ଅଳ୍ପ ପବନ ବହୁଛି, ଅଳ୍ପ ଅଳ୍ପ ଖରା ହେଉଛି, ବିଭିନ୍ନ ଫୁଲ ଅଛି, ଫୁଲ ଗଛ ସବୁ ଲାଗିଛି। ଆମେ ଟିକେ ବୁଲିବା, ଖେଳିବା, ଗୀତ ଗାଇବା, ଏନ୍ଜୟ କରିବା ନା। ଆଉ ସବୁବେଳେ ଖାଲି କାମ କଲେ କ'ଣ ହବ? କହିଲେ ପିମ୍ପୁଡ଼ି କହିଲା, ନାରେ ଭାଇ, ମୋର ତେଣେ ବହୁତ କାମ। ଏବେ ସବୁ ଯଦି ଖାଦ୍ୟ ସଂଗ୍ରହ ସବୁ ମୁଁ ନ କରିବି, ମୋତେ ଦେଖା ଦେଖି ମୋ ଭାଇ ବନ୍ଧୁ କୁଟୁମ୍ବ କିଏ କ'ଣ କରିବେ? ସବୁ ଅଳସୁଆ ହେଇକି ରହିଯିବେ। ତେଣୁ ଏବେ ଖାଦ୍ୟ ସଂଗ୍ରହ କରି ରଖିଥିଲେ ତ ଗାତ ତଳେ ମାଟି ଭିତରେ କୋଉଠି ରଖିଲେ ତ ଆମେ ପୁଣି ଆଗକୁ ଯେତେବେଳେ ଖାଦ୍ୟ ନ ମିଳିବ ତାକୁ ଖାଇକି ଚଳିବୁ। ଝିଣ୍ଟିକା କହିଲା, ହଁ, ଖାଦ୍ୟ ମିଳୁନି, ଚାରିଆଡ଼େ ଖାଦ୍ୟ ଗଦା ହେଇଛି। ହଉ, ଯା ଯା, ତୁ ଯା। କହି ଝିଣ୍ଟିକା ତାର ଆରାମସେ ଏ ଡାଳରୁ ସେ ଡାଳକୁ ଫୁରୁରୁ ଡେଇଁବ, ଗୀତ ଗାଇବ, ଝିଁ ଝିଁ ହବ, ପୁଣି ଖାଇବ। ଏମିତି ସେ ତାର ସମୟ ବିତେଇଲା। ଦେଖୁ ଦେଖୁ ଶୀତ ଦିନ ଯାଇ ଖରା ଦିନ ଆସିଲା। ଖରା ଦିନ ହେଲେ ସକାଳ 7ଟା 8ଟା ସୁଦ୍ଧା ଆସ୍ତେ ଆସ୍ତେ ଖରା ଟାଣ ହେଇଯାଏ। ସେ ଖରା ଟାଣରେ ଝିଣ୍ଟିକା ଆଉ ବାହାରକୁ ବାହାରି ପାରେନି, ଭାରି ଖରା ହୁଏ। ତ ସକାଳୁ ସକାଳୁ ସେ ଟିକେ ବୁଲାବୁଲି କରିକି ଯାହା ଟିକେ ଖାଇଥିବ, ଖରା ତେଜ ବଢ଼ିଲେ ସିଏ କୋଉ ପତ୍ର ଆଢ଼ୁଆଳରେ କୋଉ ଗଛ ଭିତରେ ଲୁଚିକି ରହିବ ଖରାରେ। କିନ୍ତୁ ସେ ଲୁଚିକି ବି ଦେଖିବ ଯେ ପିମ୍ପୁଡ଼ି ତାର ଖରା ବର୍ଷା ନାହିଁ, ସେ ତାର କାମ କରିଚାଲିଛି, ତାର ଖାଦ୍ୟ ଜିନିଷ ବୋହି ନେଇକି ଘରେ ପୁରଉଛି। ପୁଣି ଝିଣ୍ଟିକା କହିଲା, ଆରେ ପିମ୍ପୁଡ଼ି ଭାଇ, ଏଡ଼େ ବଡ଼ ଖରାଟାରେ କାହିଁ କାମ କରୁଛୁ? ଟିକେ ଆସୁନୁ, ରେଷ୍ଟ ନେବୁ, ଖରା ଛାଇରେ ଟିକେ ରେଷ୍ଟ ନେ, ପୁଣି ଉପରଓଳି ଟିକେ ଖରା ଭାଙ୍ଗିଲେ କାମ କରିବୁ। ପିମ୍ପୁଡ଼ି ହସିଦବ, କହିବ, ନା ନା ନା, କାମ କର୍ମ ହିଁ ଜୀବନ ପରା, କାମ କରିବା, କାମ ଯେତେବେଳେ ହାଲିଆ ଲାଗିବ ମୁଁ ରେଷ୍ଟ ନେବିନି, ତୁ ରେଷ୍ଟ ନେ। କହିକି ସେ ତାର କାମରେ ଲାଗିଥିବ। ଝିଣ୍ଟିକା ମନେ ମନେ ଭାବିବ, ଏ ପିମ୍ପୁଡ଼ିଟା ସତରେ କେଡ଼େ ବୋକା, ତା ଜୀବନଟା ଯାକ ଖାଲି କାମ କରି କରି ପଳାଇଲା। ଆରେ ଟିକେ ରେଷ୍ଟ ନେବୁନି, ଟିକେ ଏନ୍ଜୟ କରିବୁନି ଲାଇଫକୁ, କେଡ଼େ ସୁନ୍ଦର ପୃଥିବୀ, ଟିକେ ବୁଲିବୁନି ଚାରିଆଡ଼େ। ହଁ ହଉ, ତୁ ତୋର ଖଟୁଥା। କହିକି ଇଏ ଆରାମସେ ଖାଇ ପିଇକି ଶୋଇବ, ବସିବ, ଡେଇଁବ, କୁଦିବ, ଗୀତ ଗାଇବ, ନାଚ କରିକି ସମୟ ବିତେଇ ଦେବ। ହେଲେ ଏମିତି ହଉ 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 ପୁଣି ଖରାଦିନ ବି ସରିଗଲା। ଖରାଦିନ ସରିଲା ପରେ କ'ଣ ଆସିବ? ବର୍ଷା ଦିନ ଆସିଲା। ବର୍ଷା ଦିନ ଯେତେବେଳେ ଟିକେ 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 ପାଣି ପଡ଼ିଲା, ଝିଣ୍ଟିକା ଭାରି ଖୁସି, ନୂଆ ନୂଆ ଗଛପତ୍ର ସବୁ କଅଁଳିବ। ଓଃ, ବଢ଼ିଆ ଖାଦ୍ୟ ମିଳିଲା,
ଗରମ ଲାଗୁଥିଲା ଭାରି, ଏଥର ଥଣ୍ଡା, ଦିନ ସାରା ମୁଁ ବୁଲିବି କହିକି ବୁଲିକି ଟିକେ ଟିକେ ଖାଦ୍ୟ ସବୁ ଖାଇକି ଆରାମସେ ଗୀତ ଗାଇଲା। ଦିନେ ପିମ୍ପୁଡ଼ି ପୁଣି ଡାକିଲା, କହିଲା ଆରେ ଏବେ ତ ପଳେଇ ଆସେ, ବହୁତ ଭଲ ଖାଦ୍ୟ ତ ରଖିଲୁଣି, ଏବେ ପଳେଇ ଆସେ, ବଢ଼ିଆ ଝିପଝିପ ବର୍ଷା ହେଉଛି, ଟିକେ ଏନ୍ଜୟ କରିବା, ବୁଲିବା। ପିମ୍ପୁଡ଼ି କହିଲା ଆରେ ନା ନା, ବର୍ଷା ପାଣି ବଢ଼ିଯିବ, ଯଥାଶୀଘ୍ର ଆମ ଖାଦ୍ୟ ସବୁକୁ ସଠିକ୍ ଜାଗାରେ ନେଇ ରଖିଦେବାକୁ ପଡ଼ିବ, ଟିକେ ଉଚ୍ଚା ଜାଗାରେ ଆମେ ରଖିବାକୁ ପଡ଼ିବ, ନହେଲେ ହେବନି କହିକି ସେ ପଳେଇଲା କାମ କରିବାକୁ। ଝିଣ୍ଟିଆ କହିଲା ଏଇ ପିମ୍ପୁଡ଼ିଟା ଶୀତରେ ତ କାମ କଲା, ଖରାରେ ତ କାମ କଲା, ଏ ବର୍ଷା ଦିନେ ବି କାମ କରୁଛି, ଛି ଆ ହାତରେ ଆଉ କିଛି ହେଇପାରିବନି କହିକି ନିଜେ ନିଜର ଖାଇ ପିଇକି ବୁଲିଲା। ହେଲେ ବର୍ଷା ଦିନ ଯେମିତି ବଢ଼ି ବଢ଼ିଗଲା, ଆସ୍ତେ ଆସ୍ତେ ବର୍ଷାର ପରିମାଣ ବି ବଢ଼ିଲା। ଖୁବ୍ ବର୍ଷା ଯେତେବେଳେ ହେଲା, ବହୁତ ବର୍ଷା ହେଲା, ସେ ଯେଉଁ ଉପତ୍ୟକା ଯେଉଁଟା କହନ୍ତି, ଯେଉଁ ଛୋଟ ଜଙ୍ଗଲ ଆଉ ପୋଖରୀ ପାଖାପାଖି ଯେଉଁ ସବୁ ଜମି ସବୁ, ସେଗୁଡ଼ା ସବୁ ପାଣିରେ ସବୁ ବୁଡ଼ିଗଲା। ବୁଡ଼ିଗଲେ ଝିଣ୍ଟିକା ଆଉ କେଉଁଠି ରହିବାକୁ ଜାଗା ପାଇଲାନି। ସିଏ ଡେଇଁ 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 ଟିକେ ଜଙ୍ଗଲ ଆଡ଼େ ଗଲା। ହେଲେ ଝିଣ୍ଟିକାଟା ଡେଇଁ ଡେଇଁ କେତେ ରାସ୍ତା ଯିବ, ବଡ଼ ହେଲେ 50-100 ମିଟର। ଜଙ୍ଗଲରେ ବଡ଼ 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 ଗଛର ପତ୍ର ତ ଝିଣ୍ଟିକା ଖାଇବନି, ତାକୁ ସବୁ ଛୋଟ ଛୋଟ ଗୁଳ୍ମ ଜାତୀୟ ଗଛ ଦରକାର, ଘାସ ଗଛ। ତେଣୁ ତାକୁ ଆଉ ଖାଇବାକୁ ମିଳିଲାନି। ସିଏ କିଛି ସମୟ ଜଙ୍ଗଲ ଆଡ଼େ ଚାଲିବ, ପୁଣି କିଛି ସମୟ ପୋଖରୀ ଆଡ଼େ ଆସିବ, କିନ୍ତୁ ଖାଇବାକୁ କିଛି ମିଳିବନି। ଦିନେ ହାଲିଆ ଥକିକି ଏମିତି ଖାଇବାକୁ ମିଳିନି ଅଛି, ସେ ସମୟରେ ପୁଣି ଦେଲା କୁଆପଥର ସହିତ ବର୍ଷା ବିଜୁଳି ଘଡ଼ଘଡ଼ି ଏମିତି ଘଣ୍ଟାଏ ଖଣ୍ଡେ କାଚିଲା, ସେ ବର୍ଷା ମାଡ଼ରେ ଝିଣ୍ଟିକା ପୁରା ଅବଶ ହୋଇଗଲା। ମାନେ ତାର ଆଉ ଦେହ ହାତ ଗୋଡ଼ ହାତ ଚାଲୁନି ଆଉ। ଯେମିତି ବର୍ଷା ସରିଲା, ସିଏ ତ ଝିଣ୍ଟିକା ଡେଇଁବାକୁ ବି ବଳ ପାଉନି, ସିଏ ବା ଖାଦ୍ୟ ଆଉ କେଉଁଠୁ ପାଇବ। ଘୋଷାଡ଼ି ହେଇ ହେଇ କଷ୍ଟେ ମଷ୍ଟେ ସିଏ ଚାଲୁଛି, କେଉଁଠି କ'ଣ ଟିକେ ଖାଇବାକୁ ମିଳିବ ପରା ବୋଲି ଦେଖିଲା ବେଳକୁ, ଘୋଷାଡ଼ି ହେଇ ହେଇ ଯେମିତି ସେ ପୋଖରୀ ହୁଡ଼ା ଆଡ଼େ ଯାଇଛି, ଦେଖିଲା ଗୋଟେ ହୁଡ଼ା ଉପରେ ଗାତ ଖୋଳିକି ପିମ୍ପୁଡ଼ି ତାର ଆରାମସେ ନିଜ ଗାତ ଭିତରେ ବସିକି ଚାହିଁଛି, ଗୋଟେ ଛୋଟ ଗହମ ଦାନାଟେ ବସିକି ଖାଉଛି ଟୁକୁଟୁକୁ କରି। ଝିଣ୍ଟିକା ଯେତେବେଳେ ଘୋଷାଡ଼ି ହେଇ ହେଇ ସେପଟେ ଯାଉଛି, ପିମ୍ପୁଡ଼ି ଦେଖିଲା। ପିମ୍ପୁଡ଼ି କହିଲା କିରେ ଝିଣ୍ଟିକା ଭାଇ, କ'ଣ ତୁ ଆଉ ଗୀତ ଗାଉନୁ, ଖେଳୁନୁ, ଡେଉଁନୁ? ଝିଣ୍ଟିକା କହିଲା ନା ରେ, ମୋର ଆଉ ବୟସ ଅଛି, ମୋ ବା ହାଲିଆ ବର୍ଷା ମାଡ଼ ଖାଇ ଅବସ୍ଥା ହେଇଯାଇଛି, କ'ଣ ଟିକେ ଖାଇବାକୁ ଦେଲେ ସିନା, ଖାଇଲେ ସିନା କ'ଣ କରିବି। ପିମ୍ପୁଡ଼ି କହିଲା ଦେଖ, ମୋ ଘର କେତେ ଶୁଖିଲା, ମୁଁ ଢିପ ଜାଗାରେ ଗାତ ସେଇଥିପାଇଁ ଖୋଳିଛି, ସବୁ ଖାଦ୍ୟ ଦ୍ରବ୍ୟ ଏଠିକି ନେଇ ଆସିଛି, ଦେଖ କେତେ ବର୍ଷା ହେଲେ ମଧ୍ୟ ମୁଁ ମୋର ଶୁଖିଲା ହାଇଟି ଗହମ ଖାଉଛି ଆରାମସେ। ତୁ କ'ଣ ଆକୁ ଖାଇବୁ? ଏଡ଼ିକି ଟିକିଏ ଗହମ ଦେଖେଇଲା ତାକୁ, ଏଡ଼ିକି ଟିକି ଟିକି ଖୁଦୁ ଖୁଦୁ ଗହମ ସବୁ। ଝିଣ୍ଟିକା କହିଲା ନା, ଏତିକି ଟିକେ ଗହମ ମୋର କେଉଁଠୁ ମୁଁ ଖାଇପାରିବି, ଏଡ଼େ ଦାନ୍ତ ବି ମୋର ନାହିଁ, ମୋତେ ସୂକ୍ଷ୍ମ ଜିନିଷ ଦରକାର। ପିମ୍ପୁଡ଼ି କହିଲା ବାସ୍, ଏଇଥିପାଇଁ ଆମର ବର୍ଷା ଦିନ ପୂର୍ବରୁ, ଅସୁବିଧା ପୂର୍ବରୁ ମୁଁ ପରିଶ୍ରମ କରିକି ସବୁ ଖାଦ୍ୟଦ୍ରବ୍ୟ ମୋ ପରିବାର ପାଇଁ, ପିଲାମାନଙ୍କ ପାଇଁ, ମୋ ପାଇଁ ସବୁ ରଖିଦେଇଛି ମୁଁ। ତୁ ଠିକ୍ ସମୟଟା ଯେଉଁ ସମୟରେ ପରିଶ୍ରମ କରିବା କଥା, ସେ ସମୟରେ ଖେଳି ବୁଲି ଖାଇକି ସମୟ ବିତେଇ ଦେଲୁ। ଏବେ ଆଉ ତୁ ଛଟପଟ ହେଲେ ମୁଁ କ'ଣ କରିପାରିବା କହ? ହଉ ଦେଖ, କେଉଁଠି ଯଦି କ'ଣ ଖାଇବାକୁ ମିଳିବ ଖାଇବୁ କହିକି ପୁଣି ଭିତରେ ବସିଲା। ପିମ୍ପୁଡ଼ି ଝିଣ୍ଟିକା କଷ୍ଟେ ମଷ୍ଟେ ଘୋଷାଡ଼ି ହେଇ 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 ଗଲା। ଦୂରରୁ ପିମ୍ପୁଡ଼ି ଦେଖିକି ଭାବୁଥାଏ, ଆରେ ଝିଣ୍ଟିକା, ଯେତେବେଳେ ମୁଁ କହୁଥିଲି ତୁ ବି ଯଦି ମୋ ଭଳିଆ କିଛି କାମ କରିଥାନ୍ତୁ, ତାହେଲେ ତୋତେ କାହିଁ ଆଜି ଏ କଷ୍ଟ ପଡ଼ନ୍ତା ଭଲା। ମୋ କଥାଟି ଏତିକିରେ ସରିଲା। ପିଲାମାନେ ବୁଝିପାରିଲ? ଠିକ୍ ସମୟ, ଯେଉଁ ସମୟରେ ଆମେ ପରିଶ୍ରମ କରିବା କଥା, ସେହି ସମୟରେ ଯଦି ପରିଶ୍ରମ ନ କରିକି ଖେଳି ବୁଲିକି ଖାଇକି ସମୟ ବିତେଇ ଦେବା, ଅସୁବିଧା ସମୟ ବେଳକୁ ଆମେ ହିଁ ଅସୁବିଧା ଭୋଗ କରିବା, ଆମ ପିଠିରେ କେହି ପଡ଼ିବେନି। ବୁଝିଲ ତ ପିଲାମାନେ? ତାହେଲେ ଆଜି ପାଇଁ ଏତିକି। ବାଏ।